दुआरे एते बड़ लोक गरीब दुआरे एते बड़ लोक आसी आसी तेरे भाग मोरा आसी आसी तेरे भाग मोरा दे सेवा करी तुमर कि दे सेवा करी तुमर तुम ही अटकी जियती ठाकुरा तुम ही अटकी जलती ठाकुरा कौन मिसेथिल मो मरी जाओ मो किछि देइनी खाली खाली गुण पेलाउली मो बेसैची एति की बेसैची अरे बाबा एते डरनी मु तुमको किछि कहनी मस्त छी मुंड टिके झुमझुमाई बहुत बढ़िया लागो छी जदि अच्छी आहुरी दिया आहुरी देवी कथा क्या युवराज ए गली आवाज सिरी प्रेमर झरणा सुरा हई बहे जा प्रीतिर झरणा अमृत भोजन तृप्त আজি আজি দিয়াল মতে যাহারা আস আসম ওঠরে অমৃত বর্ষণ কর অঞ্জলে আস এই তো আশ্চর্য কথা যুবরাজ মতে দেখি তোর প্রেমরে পাগল হই গলেলি এইটা সেই মদ বিচারর কৰাবতী হেলে বুলারি বুঝিছিলে দেবী বিগড়ে গলে রক্ত বিথুবা ডাহারি যুবরাজ সাগর বাবু আরে মো তব কথার রাজি আরে মো তব কথার মো একমত হেলে আস মো ছাতিরে ছাতি মিশি যাও আস আস করা আস
ଅତି ଚମତ୍କାର ଆଜି ଜୀବନ ମୋର ସାର୍ଥକ ହେଇଗଲା ଏହି ମଣିପୁର ଯଜ୍ଞ ଜୀବନକୁ ଦେଖି এই বাবার পাখি পবিত্র পাইগলা ছি 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 রে কুলাঙ্গার এই গোটে ছড়া আপনা ঝিও সেই ঝিও সহিত এই সেই ঝিও সহিত তু আজ সম্পর্ক রাখি পারিছো তো তোর জাগনি କିଏ কিয়ে କିଏ এ ভালো ভালো মুখ কিয়ে ଏ ବୁଢ଼ା এই ଏଠାରୁ ଚାଲିଯାଅ ମୁଁ ଚାଲି ଦେବି ମୋତେ ମୋ ଅମୃତ ଚାଖିବାକୁ ଦେ ଏଇ ବଦମାସ ଚପେ নীলজ পশু তামানে ଏହା ହେଉଛି ତୋର ଅସଲି ରୂପ ଆରେ କୁଲକଳଙ୍କ ତୋ ଅସଲି ରୂପ ମୁଁ ସତରେ ମୋ ଭଣଜାକୁ ମୁଁ ଦୋଷ ଦେଉଥିଲି ଦେଖିଲା ବେଳକୁ ମୋ ତୁ ମନ ଝିଅ ପୁଅ ଆଜି ମୁଁ ବିଶ୍ୱାସ କରିପାରିଛି ତୁ ଆଖି ଦେଖିପାରିଛି ଆରେ ପଶୁ ତୁ ମଲୁନି କାହିଁକି ତୁ ମଲୁନି କାହିଁକି ବଞ୍ଚିଛୁ କାହିଁକି ତେବେ କୁଲକଳଙ୍କ ପଶୁ নবলোকে পাই আরে পাপিষ্ট ধম নবলোকে পাই আরে পাপিষ্ট ধম উড়াঙ্গার করত এরে অপকার মধ্যে চিনরাধম রে চিনরাধম রে নাহি এবে তোর পরিত্রাণ রে আরে মারু মারু জীবন সঙ্গে মনীষ এর চরিত্রহীন তু হেলো মনীষ পশু চারু হীন কার্য কলু রে নীলজ কাহি গলা সংস্কার কাহি গলা সংস্কার নীলনে কাহিকে তু চহর হইবে চহর মরিয়া মরিয়া পশু কুলকলঙ্ক পশু তোতে লজ্জা লাগুনি আরে বাপি ବାପା বাপা ଆପଣ এতে পুনি বাপা আপন ମୁଁ ଜାଣିପାରିଲିନି তে ବାପା কোন কହୁছিলু ମୁଁ କ'ଣ କଲି কোন কলু ମୋ ସହିତ କ'ଣ- চুপ ମୁଁ କିଛି ବି ବୁଝିପାରୁନି ବାପା ମୁଁ କିଛି ବି আরে ବୁଝିପାରୁନି চুপ রহ কହୁছি তু কিছু জানিবুনি ও তোতে মু কিছু পচারিবিনি তু সিধা যা ছাড়ি যা পাখকু আসিবুনি মো যাহা পচারিবি এই ঝিওকে পচারিবি সেই ঝিও মতো সত কথা কহিব আলো মা আলো এ মা আরে মো কথা শুন মা শুনুছ মা কাহিকি নাই 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 নাইলো মা আরে আরে রুহ রুহ মা আরে মো কথা শুনো কাহিকি কাহিকি তুমি এমতি করছ আরে মো যাহা পছারুছি আজ তাহা কহিবা বাধ্য হব বুঝি পারছ ইয়াড়ে আস মা পাখু টিকে আস দেখ মা আজ মু সদর যাহা দেখিছি এইটা মিছ না সত আজ মতে কহিদিও প্রকৃতরে আজর ঘটনা কাহিকি এমন্ত ঘটনা ঘটিছি কাহিকি ঘটিছি মা যাহা ঘটিছি সব কিছু গোটিয়ে গোটিয়ে কহিদিও মা মহামান্য মহারাজ মা কুহ মা কুহ প্রকৃতরে কোন হয়েছি ମୁଁ ସତ୍ୟ କଥା କହି ହଁ ମା ମୁଁ ସେହି ସତ୍ୟ କଥା ଶୁଣିବା ପାଇଁ ଚାହୁଁଛି କହିଯା ଆପଣଙ୍କ ପୋଷାକ ବାବୁ ଅପସାଗର କଣ କରେ ସବୁଦିନ ମୋଠୁ ଆସି ବଧ ପିଆନ୍ତି ତୁ ଚାଲି ଯା ଯା ତୁ ପାଖକୁ ଆସିବୁନି ମୁଁ ଯାହା କରିବି ମୁଁ କରିବି ତାପରେ କଣ ହୁଏ ମା ଆହୁରି ସତ୍ୟ କଥା କହିବି ମାନ୍ୟ କହିଯା ଆଜି ମୁଁ ଶୁଣିବି ହଁ ସେ ମତେ ଡରେଇକି ଯା ଯା କହୁଛି ଟଙ୍କା ବି ଦିଅନ୍ତି ନାହିଁ ତମେ ବଡ଼ ଲୋକଙ୍କ ଉତ୍ତର ନାହିଁ ଶୁଣିପାରୁଛୁ ହେଲେ ମାନ୍ୟ ଶୁଣିପାରୁଛୁ ମାନ୍ୟ ମୁଁ ସବୁ ସହିଯାଏ ସବୁ ସହିଯାଏ ତାମାନେ ଆହୁରି କଣ ଘଟଣା ଘଟିଯିବ ଏ ମା ତୁ ମତେ ଲୁଚଉଛୁ କାହିଁକି କାହିଁକି ଲୁଚଉଛୁ ପ୍ରକୃତରେ ସତ୍ୟ ଘଟଣା କଣ କହ କହିଯା ମା ଆହୁରି ମଧ୍ୟ ସତ୍ୟ କଥା କହିବି
ଆଜି ରାଜା ସୁରେନ୍ଦ୍ର କେଶରୀ ତୋ ପାଖରେ ଯାହା କହିବା କଥା କହିଯା। ଆପଣଙ୍କ ସାନ ପୁଅ ସାଗର ବାବୁ ମୋ ସାନ ପୁଅ ସାଗର ବାବୁ କଣ କରେ? ସବୁଦିନ ମାତାଲ ହୋଇ ହଁ ଆରେ ମୂର୍ଖ ହେଲେ ମତେ ଧର୍ଷଣ କରନ୍ତି। ମୁଁ ତତେ ଛାଡ଼ିବିନି। ନାରୀ ହେଲେ ସୁଦ୍ଧା ମଧ୍ୟ ମୁଁ ତତେ ଜୀବନରେ ଭାଡ଼ି ଦେବେ। କୁଳକଳଙ୍କ ପଶୁ ତତେ ମୁଁ ବାରମ୍ବାର କହୁଛି ଯେ ଏ ଝିଅ ଦେହରେ ହାତ ଉଠାଇ ପାରିବୁନି ବୋଲି। ହାତ ଉଠାଇ ପାରିବୁନି ବୋଲି ମୁଁ ତତେ ବାରମ୍ବାର କହୁଛି। ମୁଁ କିଛି ବି ଭୁଲ କରିନି। ଭୁଲ କରିନି ମୁଁ କିଛି ବି ଭୁଲ କରିନି। ତାମାନେ ଫସାଇ ଦିଆଯାଉଛି। ଫସାଇ ଦିଆଯାଉଛି ତାମାନେ ମୋ ଆଖିଟା କଣ ଭୁଲ ଦେଖିଛି? ଆପଣ ଭୁଲ ଦେଖିଛନ୍ତି ବାବା। ଚୁପ୍ ଦେଖିଲେ ମହାରାଜ ଦେଖିଲେ ତ ଦେଖିପାରୁଛି ଦେଖିପାରୁଛି ମା। ହେଲେ ଆପଣଙ୍କ ବୋଲି ରାଜା କଣ କହୁଛ ମା ତମେ? କଣ କହୁଛ? ଯୋଉ ରାଜ୍ୟରେ ଶାସନ କର୍ତ୍ତା ଥାଏ ତାମାନେ সেই ରାଜ୍ୟରେ ପୁଣି ନାରୀ ମାନଙ୍କୁ ଏଇ ଅବସ୍ଥା। ନାଇଁ ମା এই অবস্থা হেବାକୁ ମୁଁ ଦେବିନି। ବରିପୁର ରାଜ୍ୟରେ ପୁଣି ନାରୀ ମାନଙ୍କୁ ଏମିତି ସମ୍ମାନ ମିଳୁଛି। ନାଇଁ ମୁଁ ବଞ୍ଚିବିନି ମହାରାଜ। ମା ବିଷ ଖାଇ ନାଇଁ ମରିଯିବି। ନାଇଁ ମା ନାଇଁ ତମେ ବିଷ ଖାଇ ମରି ପାରିବନି। କାହିଁକି ନା ମୁଁ ଗୋଟେ ହଉଛି ରାଜ୍ୟର ଶାସନ କର୍ତ୍ତା। ହଁ ହଁ ଏ ରାଜ୍ୟର ଗୋଟିଏ ବିଚାରକ। ଆଜି ମୁଁ ବିଚାର କରିବି ତୋହରି ପାଇଁ ବିଚାର କରିବି ଆଉ ଏ ରାଜ୍ୟର ସମସ୍ତ ନାରୀ ମାନଙ୍କ ପାଇଁ ମଧ୍ୟ ଉଚିତ ନ୍ୟାୟ ଦେବି ଉଚିତ ବିଚାର କରିବି ମା। ରାଜନ ଶୁଣ ମା ସେଇ ନ୍ୟାୟଟା ହଉଛି ଆଉ ସେ ବିଚାରଟା ହଉଛି କଣ ଜାଣିଛୁ? ଆରେ ନାରୀ ମାନଙ୍କର ଇଜ୍ଜତ ହଉଛି ଗୋଟିଏ ମାଟି ହାଣ୍ଡି। ହଁ ନାରୀ ମାନଙ୍କର ଇଜ୍ଜତ ଗୋଟିଏ ମାଟି ହାଣ୍ଡି। ବୁଝିପାରୁଛୁ? ସେଇ ମାଟି ହାଣ୍ଡିକୁ ଥରେ ଛୁଇଁଦେଲେ କଣ ଜାଣିଛୁ ମା? ସେଇ ମାଟି ହାଣ୍ଡିକୁ ଛୁଇଁଦେଲେ ସେ ସବୁ ଦିନ ପାଇଁ ମରା ହୋଇଯାଏ ମା। ମରା ହୋଇଯାଏ। ଆଉ ସେଇ ମାଟି ହାଣ୍ଡିକୁ ଛୁଇଁବାକୁ ଯଦି ଚେଷ୍ଟା କରେ ନା ବଳାତ୍କାରରେ ଛୁଇଁ ଦିଏ ସେଇ ସୂତ୍ର ଅନୁସାରେ ସେ ସବୁଦିନ ତାହାରି ହୋଇ ରହିଥାଏ। ହଁ ସବୁ ଦିନ ପାଇଁ ତାହାର ହୋଇ ରହିଥାଏ। ସାଗର ସେଇ ସୂତ୍ର ଅନୁସାରେ ତୁ ବାହା ହବ ସେଇ ଝିଅ ଅଲବତ ବାହା ହବ ମାନେ ମୁଁ ପାରିବିନି ବାବା। ପାରିବୁନି ତାମାନେ କଣ କରିବୁ? ପାରିବୁ ତ କଣ କରିବୁ? ମୋ ସ୍ତ୍ରୀ ଝଗଡ଼ା ମୂର୍ଖ ମୁଁ ଆକୁ କେମିତି ବାହାହେଇପାରେ? ଆରେ କଳଙ୍କ ତୁ କେମିତି ବାହା ହବ କଣ କରିବୁ? ନିଜ ମୁଣ୍ଡକୁ ଚିନ୍ତା କର। ଭାବିନି ଅନ୍ୟ ମୁଁ କିଛି ଜାଣିବିନି। ବାହା ହବ ମାନେ ଆଲବାଟ ବାହା ହବ। ହଁ ଏ ହଉଛି ମୋର ଆଦେଶ। ପାଦ ଧରୁଛି ମୋ ପାଦ ମାନେ ମୁଁ ପାଦ ଧରିଦେଲି। ଆପଣଙ୍କ ନିଷ୍ପତ୍ତିକୁ ବଦଳିବି। ତାମାନେ ମୋ ପାଦ ଧରିଦେଲି। ହେଇ ଦୁନିଆଟା କଣ ବଦଳିଯିବ? ଏ ଦୁନିଆ ମତେ କଣ କହିବ? ମୁଁ ଆପଣଙ୍କ ପାଦ ଧରୁଛି। ନିଜ ପୁଅ ବୋଲି କଣ ମୁଁ ଭାବିନି ଆଉ କଣ ସ୍ୱୀକାର କରିନେବି? ନାଇଁ ନାଇଁ ମୁଁ ସ୍ୱୀକାର କରିପାରିବି ନାହିଁ। ତୋତେ ମୁଁ ବାରମ୍ବାର କହୁଛି ତେବେ କଳଙ୍କ ପଶୁ କଣ ରଖିଛୁ? ସବୁ ଖାଇସାରିଲୁଣି। ମୋର ମଣିପୁର ରାଜ୍ୟର ମାନ ସମ୍ମାନ ନିଜକୁ ମାଟିରେ ମିଶାଇ ଦେଲୁ। ସବୁ ସରକାର କରିଦେଲୁ। କଳଙ୍କ ପଶୁ କଣ ରଖିଛୁ? धनुष से निकला तीर और मुंह से निकली बात कभी वापस नहीं लौटता भैया, कभी वापस नहीं लौटता। सूर्य पूर्व दिगरे छाड़ी पश्चिम दिगरे उदय हो पारती।
ପର୍ବତ ଶିଖରରେ ପଦ୍ମ ଫୁଲ ଫୁଟିପାରେ, ହେଲେ ମୋ ମାମୁର ନିଷ୍ପତ୍ତି ହେଉଛି ମହାମେରୁ ଭଳି ଅଚଳ ଅଟଳ ନିଶ୍ଚଳ। ମୋ ମାମୁଁ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଉଚିତ ନିଷ୍ପତ୍ତି ନେଇଛନ୍ତି। ଉଚିତ କହୁଛ ଭଣଜା ତମେ, ମାମୁଁ ଉଚିତ କହୁଛ। ତମେ ମୋ ନିଜ ଭଣଜା ହୋଇ ସବୁ କିଛି ତୁମେ ଜାଣିଛ, ଅଥଚ ଏଇ କୁଳାଙ୍ଗର ପୁଅ ହୋଇ ସବୁ ଖାଇସାରିଲାଣି। ଏଇଥିପାଇଁ ମୁଁ ଗୋଟିଏ ବିଚାର କରିବାକୁ ପଡିବ। ସେ ବିଚାରଟା ହେଉଛି ତମ ଦୁଇ ଜଣଙ୍କ ମଧ୍ୟରୁ ଏଇ ଗୋଟିଏ କୁଳ କଳଙ୍କା ପଶୁ, ହଁ ହଁ କୁଳ କଳଙ୍କା ପଶୁ। ତମେ ହେଉଛ ମୋ ନିଜ ଭଣଜା, ସର୍ବଶ୍ରେଷ୍ଠ ଗୁଣବନ୍ତ ଭଣଜା। ହଁ ହଁ ସର୍ବଶ୍ରେଷ୍ଠ ଗୁଣବନ୍ତ ଭଣଜା ମୁଁ ଠିକ ଭାବରେ ଜାଣିଛି। ସାଗର ତୋତେ ମୁଁ ଶେଷ ଥର ପାଇଁ କହୁଛି, ଶେଷ ଥର ପାଇଁ କହୁଛି, ବା ହବୁ ନା ନାହିଁ? ଥାଉ ଥାଉ ମହାରାଜ ଥାଉ। କାହିଁକି ରହିବ? ଆରେ ଥାଉ ଥାଉ ମହାରାଜ ଥାଉ। ଏତେ ବାଧ୍ୟ କରନ୍ତୁ ନାହିଁ। ଲଢ଼ି ରହିଯାଅ। ଜୀବନ ଠାରୁ ବଡ଼। ଆଉ ଲଢ଼ି ରହିଯାଅ, ଚାଲିଗଲା ପରେ ଆଉ କେବେ ଫେରେ ଆସେ ନା। ତେଣୁ ମୁଁ ନିଷ୍ପତ୍ତି ନଉଛି। କି ନିଷ୍ପତ୍ତି ମା? ଆପଣଙ୍କୁ ସାଗର ବାବୁକୁ ପାଇବି ନାଇଁ ଲୋ ମା ନାଇଁ, ତମେ ବିଷ ଖାଇ ମରିପାରିବନି। ତମେ ଏତେ ବଡ଼ ନିଷ୍ପତ୍ତି ନେଉଛ କାହିଁକି? ଆରେ ଏତେ ବଡ଼ ନିଷ୍ପତ୍ତି ନେଉଛ କାହିଁକି? ଆରେ ତୋ ପାଖରେ ସୁରେନ୍ଦ୍ର କେଶବ ଆଜି ଠିଆ ହୋଇ ରହିଛି। ଯାହା କରିବି ଆଜି ମୁଁ କରିବି। ହେଲେ ମା ତମେ ତ ଶାନ୍ତ ଶ୍ରେଷ୍ଠ ସରଳ, ଦେଖିବାକୁ ସୁନ୍ଦର, ତମ ଚରିତ୍ର ବି ସୁନ୍ଦର ମା। ଆଜି କାହିଁକି କାର୍ଯ୍ୟ କରିବ ମା? ନାଇଁ ଲୋ ମା ନାଇଁ। ଆପଣଙ୍କ ନଜର ସୁନା ମୁଁ ସୁନ୍ଦର, ହଁ ମା, ହେଲେ ଆପଣଙ୍କ ମତେ ଚରିତ୍ରହୀନ କରିଦେଲେ, କିଛି କରିବେନି। କଳଙ୍କିତ କରିଦେଲେ। ନାଇଁ। ଏଇ କଳଙ୍କିତ ଦେହକୁ ଆଉ କାହା ଆଗରେ ମୁଁ ଦେଖାଇ ପାରିବି ନାହିଁ। ଆରେ ମୋ ପାଇଁ ସିନ୍ଦୁର ହୋଇଗଲା ମନା। ନାଇଁ ମା। ସୁନ୍ଦରୀ ଝିଅକୁ ସିନ୍ଦୁର ନାଇଁ ଲୋ ମା, ହେଇପାରିବନି। ତମେ ପରି କରିପାରିବନି। ଶ୍ରୀ ରାମଚନ୍ଦ୍ର 14 ବର୍ଷର ବନବାସ ଯାଇଥିଲେ। ଆଜି ମୁଁ ପିତୃ ସତ୍ୟ ପାଇଁ ଆପଣଙ୍କ ନିଷ୍ପତ୍ତିକୁ ହସି ହସି ସ୍ୱୀକାର କରି ଏହି ଅଞ୍ଜଲିକୁ କଣ କହିଲୁ? ଶଙ୍ଖ ସିନ୍ଦୁର ଦେଇ ମାନେ କଣ କହୁଛୁ? ସ୍ତ୍ରୀ ରୂପରେ ଗ୍ରହଣ କରି ସାବାସ୍ ସାବାସ୍ ସାବାସ୍। କିନ୍ତୁ ଗୋଟିଏ ମନେ ସର୍ତ୍ତ। କଲି, ହଁ ହଁ ଧନ୍ୟ ମନେ କଲି। ଆଲୋ ମା କି ସର୍ତ୍ତ? କି ସର୍ତ୍ତ? ହଁ ଆପଣଙ୍କ ପୁଅଙ୍କର ମୁଁ ଦ୍ୱିତୀୟ ସ୍ତ୍ରୀ ହେବି। ହଁ ମା, ମୋର ପିଲା ଛୁଆ ବି ହେବ। ହଁ ଲୋ ମା। କାଲିକି ସେ ବୋଲେ ମତେ ହତା ଧରା ବି କରିଦେଇ ନାଇଁ ମା, କିଛି କରିପାରିବନି, ମୁଁ ଅଛି। ଏଣୁ ମୁଁ ନିଷ୍ପତ୍ତି ନଉଛି, ନିଷ୍ପତ୍ତି? ଅଧା ଭାଗ ସମ୍ପତ୍ତି ମୋ ନାଁରେ ହେବା ଦରକାର। ନା ନୁହେଁ, ହଁ ବୁଝିପାରୁଛୁ। ଯେତେବେଳେ ରାଜା ସୁରେନ୍ଦ୍ର କେଶରୀ କଥା ଦେଇଛି, କଥା ରଖିବ ନିଶ୍ଚୟ। ହଁ ହଁ କଥା ରଖିବ ନିଶ୍ଚୟ। ଆଲୋ ମା, ଆଜିଠାରୁ ତୁମେ ହେବ ମୋର ବହୁମା। ହଁ ହଁ ତୁମେ ହେବ ମୋର ବହୁମା। ତମ କଥାରେ ମୁଁ ଏକମତ ଲୋ ମା, ତମ କଥାରେ ମୁଁ ଏକମତ। ଭଣଜା ତୁଫାନ, ଆରେ ଏଇଠି ଅନେଇଛ କାହିଁକି? ଯାଅ ସେ ରାଜ୍ୟ କୋଠା ଘରକୁ। କଣ ପାଇଁ ଯିବି ମାମୁଁ? ହଁ କଣ ପାଇଁ? ଆରେ ସେ କାଗଜପତ୍ର ଆଣିବ, ମୁଁ ସେଇଠି ଲେଖି ଦସ୍ତଖତ କରିଦେବି। ଆପଣ ଲେଖିକି ଦସ୍ତଖତ କରିଦେବେ? ହଁ କଣ ପାଇଁ ମୁଁ କିଛି କଣ ଜାଣିପାରୁନି ପାଇଁ କିଛି ଜାଣିନି। ମାମୁଁ। ଏଇ ଅଦା ସମ୍ପତ୍ତିର ମାଲିକ ହେବ ମୋ ସାନ ବୋହୂ ଅଞ୍ଜଲି। ଆଉ ସେ ଅଧା ଭାଗଟା ମାମୁଁ? ସେଇ ଅଧା ଭାଗ? ହଁ ହଁ, ଆରେ ସେଇ ଅଧା ଭାଗଟା ରହିଯିବ। ଶୁଣୁଛ ଭଣଜା, ସେ ଅଧା ଭାଗଟା ରହିଯିବ ନା ମୋ ବଡ଼ ବହୁମା ଝରଣା ନାଁରେ ରହିଯିବ। ଏଇ କୁଳାଙ୍ଗାରକୁ କିଛି ଦେବି ନାହିଁ। ହଁ ଭଣଜା ଯାଅ। ଆରେ ମୁଁ ଶୀଘ୍ର ଶୀଘ୍ର ନେଇକି ନେଇକି ଆସ। ଆସିଛି ମାମୁଁ। ଯାଅ।
হল পরিবেশ দৃশ্যটি অত্যন্ত মনোমুগ্ধ হয়ে বিশাল বাবু ক্রিয়াংশু কি সে বন্ধু কোটি কোটি ভারত মুদ্রা অর্পণ করছেন তার সঙ্গে সঙ্গে অন্ন পূজারী এই সাগর শুনুছ না কোন এ নে তা গলার দেই দে আরে দেই দে কହୁଛି দেবনি কাহিকি দেবনি এই দেবনি কাহিকি যা কହୁଛି যা ଏ ସଂସାର ଗଡ଼ୁଥାଏ ରହୁଥାଏ জীবন পথ কেবে সিধা পুড়ি কেবে অঙ্কা বঙ্কা ହୁଏ কাহাকু কহিব এ মরম কথা কাহাকু কহিব এ মরম কথা সাতাহিব কি জানে না ঝিয়কু সিন্দুর মনা সুন্দরী ঝিয়কু সিন্দুর মনা সুন্দরী ঝিয়কু সিন্দুর মনা সুন্দরী ঝিয়কু সিন্দুর মনা এবে এই অঞ্জলিকে সিঁদুরি করে বাউঁশ গুঞ্ছারে গুঞ্চি সেউড়টাকে ভেঙেছে সেউড়টা গিড়ি ভি সারিছে এবে ଟାଣିବା କାମ ହଉଛି ମୋର এই অঞ্জলি সাহায্যে গোটে গোটে করে সব মহাত্মাটাকে টাণে আনিবে প্রথমে এই মণিপুর রাজ্য সিংহাসন তারপরে মণিপুর রাজ্যর সবু ধন সম্পত্তি ঝরଣା সুন্দরীকে মধ্য মহাত্মাটাকে টাণে আনিবে এবে এবে রাজা ঘরে দুই সৌতরী হয়েছে এপটে অঞ্জলি এপটে ঝরଣା ছলা সাগরটা মঝিরে ছাই ছাই ঝুরি ঝুরি মরিଯିବ ଆଉ ମୁଁ ଉପଭୋଗ କରିବି ଏକାଲି ବେଙ୍ଗ ମଝିରେ ମୁଁ ନାଗ ସାପ हाँ